ଶ୍ରାବଣ ମାସର ଅମାବାସ୍ୟା ତିଥିକୁ ସାରା ଓଡ଼ିଶାରେ ଚିତା ଲାଗି ଅମାବାସ୍ୟା ରୂପେ ପାଳନ କରାଯାଏ। ଚିତାର ଅର୍ଥ ତିଲକ ବା ଚନ୍ଦନ ଓ ଲାଗିର ଅର୍ଥ ଲଗାଇବା। ଏହି ଦିନ ମାଆମାନେ ମହା ଆନନ୍ଦରେ ଅରୁଆ ଚାଉଳରେ ଚିତଉ ପିଠା ପ୍ରସ୍ତୁତ କରନ୍ତି। ଏହା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ। ଶ୍ରାବଣ ମାସରେ ଅତ୍ୟଧିକ ବର୍ଷା କାରଣରୁ ଧାନ ବିଲରେ ପାଣି ଜମିକରି ରହିଥାଏ। ତେଣୁ ଚାଷୀ ଭାଇମାନେ ଏହି ସମୟରେ ଧାନ ଫସଲ କରିଥାନ୍ତି ଓ ଅଧିକ ସମୟ ଧାନ ବିଲରେ କାଟନ୍ତି। ଗେଣ୍ଡାମାନେ ନିଜ ଖାଦ୍ୟ ଅନ୍ୱେଷଣରେ ଧାନ ବିଲକୁ ନଷ୍ଟ କରିଥାନ୍ତି ଓ ଗେଣ୍ଡାକୁ କୁଦିଦେବା ଦ୍ୱାରା ଚାଷୀ ଭାଇର ଗୋଡ଼ କଟିଯାଇଥାଏ। କଟିଯିବା ଦ୍ୱାରା ବହୁତ ରକ୍ତ ବାହାରେ ଓ 2-4 ଦିନ ପର୍ଯ୍ୟନ୍ତ ପୀଡ଼ା ରୁହେ, ଚାଲି ହୁଏନି। ତେଣୁ ଘରର ମାଆମାନେ ନିଜ ସ୍ୱାମୀ, ଭାଇ, ଶ୍ୱଶୁରଙ୍କ ଉଦ୍ଦେଶ୍ୟରେ ନିଜ ହାତରେ ତିଆରି ଚିତଉ ପିଠା ପ୍ରସ୍ତୁତ କରନ୍ତି ଓ ଠାକୁରକୁ ଭୋଗ ଲଗାଇଥାନ୍ତି ଏବଂ ଗେଣ୍ଡାମାନଙ୍କୁ ଖାଇବା ପାଇଁ ଦେଇଥାନ୍ତି। ଚାଷୀ ଭାଇଙ୍କର ଗୋଡ଼ ନ କଟିବାକୁ ଓ ଧାନ ଫସଲ ନଷ୍ଟ ନ ହେବା ପାଇଁ କାମନା ମଧ୍ୟ କରିଥାନ୍ତି। ତେଣୁ ଏହି ପର୍ବକୁ ଚିତଉ ଅମାବାସ୍ୟା କୁହାଯାଏ।